ପ୍ରେଜ୍ ଦ ଲର୍ଡ। ଆମମାନେ ଶୁଣୁଥିଲୁ କି ସମସ୍ତ ମୃତ ପାପୀ ମାନେ ଅଲ୍ ଡେଡ୍ ସିନର୍ସ ସେମାନଙ୍କୁ ବିଚାର କରାଯିବ। ସୃଷ୍ଟିର ଆରମ୍ଭରୁ ସହସ୍ର ବର୍ଷ ଶାସନର ଶେଷ ପର୍ଯ୍ୟନ୍ତ ଯେତେ ଜଣ ପାପୀ ମାନେ ମୃତ ହେଇଛନ୍ତି ସେ ସମସ୍ତଙ୍କ ପ୍ରତି ବିଚାର କରାଯିବ। ପ୍ରେଜ୍ ଦ ଲର୍ଡ। ତ ଆମମାନେ ଗୋଟେ ପଦ ପଢିବା, ପ୍ରକାଶିତ ବାକ୍ୟ 20 ଶରଣଦୀପ ପଢିବ। 20 ପଦ ଟିକେ ପଢିବା। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ପ୍ରେଜ୍ ଦ ଲର୍ଡ। ପ୍ରତ୍ୟେକ ଆପଣା ଆପଣା କର୍ମ ଅନୁସାରେ ବିଚାରିତ ହେଲେ। ହାଲେଲୁୟା। ତ ଆମମାନେ ଗତକାଲି ଗୋଟେ ପଏଣ୍ଟ ପାଖରେ ରଖିଥିଲୁ। ଆକ୍ଚୁଆଲି କାଲି ହିଁ ସରିଯିବା କଥା ଥିଲା ଗତକାଲି। ପ୍ରେଜ୍ ଦ ଲର୍ଡ। ଗୋଟେ ପ୍ରଶ୍ନ ପାଖରେ ଆପଣମାନଙ୍କୁ ଛାଡ଼ିଥିଲି କି ଅଲରେଡି ଯେଉଁମାନେ ପାତାଳରେ ଅଛନ୍ତି ସେମାନେ ଆଉ ଥରେ କାହିଁକି ବିଚାରିତ ହେବେ? ସେମାନେ ତ ଅଲରେଡି ପାତାଳରେ ତ ଅଛନ୍ତି। ପ୍ରେଜ୍ ଦ ଲର୍ଡ। ତ ପ୍ରଥମ କଥା ଆମମାନେ ଜାଣିବାକୁ ପଡିବ କି ଯେମିତି କହିଥିଲି ନାଇଁ କି ପାତାଳ 7 ପ୍ରକାର ଅଛି। 7 types of hell ବା 7 ପ୍ରକାର ପାତାଳ, ନହେଲେ ପାତାଳ ଭିତରେ ହିଁ 7 ପ୍ରକାର କେବିନ୍ସ ଅଛି ବୋଲି କହିଲେ ବି ଚଳିବ, ହ୍ୱାଟ ଏଭର। ଓକେ, ମୁଁ ତ କହେ 7 types of hell। 7 ପ୍ରକାର ପାତାଳ ଭିତରୁ ଗୋଟିଏ ପାତାଳ ଯାହା ଏହି ପୃଥିବୀ ଭିତରେ ଅଛି, ଇନସାଇଡ ଦି ଅର୍ଥ। କାଢି ଦେଇଥିଲି ଅଛି। ପ୍ରେଜ୍ ଦ ଲର୍ଡ। ପୃଥିବୀ ଭିତରେ ଥିବା ପାତାଳ କୁଆଡେ ଗଲା? ୟେସ୍, ଏଇ ଚିତ୍ର ଦେଖୁଛନ୍ତି ଅର୍ଥ। ଏ ଭିତରେ ପୃଥିବୀର ସେଇ ଜିଓଲୋଜି ଅନୁସାରେ କେତେଟା ପାର୍ଟସ ଥାଏ। ଉପରେ ଯାହା ଅଛି ତାହାକୁ କ୍ରଷ୍ଟ ବୋଲି କହନ୍ତି। ସେ ଭିତରକୁ ଗଲେ ଅରେଞ୍ଜ କଲର ପ୍ଲେସ୍ ଯାହା ଦେଖା ଯାଉଛି ଆପଣ ମାନଙ୍କୁ, ଏଟାକୁ ଲିକ୍ୱିଡ ଆଉଟର କୋର ବୋଲି କହନ୍ତି, ଯୋଉଠି କି ଲାଭା ଫୁଟୁଥାଏ। ପଥର, ଲୁହା, ଆଇରନ୍, ସବୁ ପ୍ରକାରର ମିନେରାଲ୍ସ ନାଇଁ ମାନେ ତରଳିକି ଫୁଟୁଥାଏ। ତ ଗୋଟେ ହିସାବରେ ସେହି ପ୍ଲେସରେ ପାତାଳ ଅଛି ବୋଲି କୁହାଯାଏ। ଓକେ, ତ ଆମେ ମାନେ ଦେଖିଲୁ ପ୍ରକାଶିତ ବାକ୍ୟ 20 ଅଧ୍ୟାୟ 11 ପଦରେ କି ପୁରାତନ ପୃଥିବୀ ଆଉ ପୁରାତନ ଆକାଶ ଲୋପ ପାଇଲା। ତାର ଅର୍ଥ କଣ? ପୃଥିବୀ ଭିତରେ ଥିବା, ଏଇ ଭୂଗୋଳ ଭିତରେ ଥିବା ପାତାଳ ଆଉ ନଥିବ, ତାହା ଲୋପ ପାଏ। ପୃଥିବୀ ଲୋପ ପାଇଲେ ଆଉ ପାତାଳ କୁଆଡେ ରହିବ? ଆଉ ତେଣୁକରି ଏଇ ପୃଥିବୀ ଭିତରେ ଯେଉଁ ପାତାଳ ଅଛି ତାହା ସେ ପାତାଳର ପ୍ୟାକେଜ ସେ ଭିତରୁ କାଢି ଦିଆଯିବ ଆଉ ଅଗ୍ନିମୟ ହ୍ରଦରେ ପକାଇ ଦିଆଯିବ। ଅଗ୍ନିମୟ ହ୍ରଦରେ। ତ ସେମାନେ ଅଗ୍ନିମୟ ହ୍ରଦରେ ପକାଇ ଦିଆଯିବାକୁ ପୂର୍ବରୁ ସେମାନେ ବିଚାରିତ ହେବେ। ତ ପ୍ରଶ୍ନ ରହିଲା ଆମର, ସେମାନେ କାହିଁକି ବିଚାରିତ ହେବେ? ଆଉ ଥର ଶୁଣନ୍ତୁ, ଧ୍ୟାନ ଦିଅନ୍ତୁ। ପ୍ରାୟ ଯେତେ ଜଣ ପାତାଳରେ ଅଛନ୍ତି, ଯେଉଁମାନେ ସୃଷ୍ଟିର ଆରମ୍ଭରୁ ପାପ କରିକି, ଯେତେ ଜଣ ପାପରେ ମରିକି ପରିତ୍ରାଣ ନ ପାଇକି ପାପରେ ମରିକି ନରକକୁ ଯାଇଛନ୍ତି, ସେ ସମସ୍ତେ ଜାଣି ନାହାନ୍ତି ଆକ୍ଚୁଆଲି ମାନେ ନରକରେ କଣ ପାଇଁ ଅଛନ୍ତି ବୋଲି। ଓକେ, many people in hell, they don't know why they are in hell। ସେମାନେ ପ୍ରାୟ ଜାଣି ନାହାନ୍ତି ସେମାନଙ୍କର ଦୋଷ କଣ, ଭୁଲ କଣ।
many people don't know. ତେଣୁ କରି ଦେଖନ୍ତୁ ମହାକ୍ଲେଶ କାଳରେ ମଧ୍ୟ ଯେତେ ସେମାନେ ଯନ୍ତ୍ରଣା ପାଉଛନ୍ତି 666 ମୁଦ୍ରା ପାଇଛନ୍ତି ଆଉ ପରମେଶ୍ୱରଙ୍କ ଦ୍ୱାରା ଦଣ୍ଡିତ ହେଉଛନ୍ତି। ସେହି ସପ୍ତ ପାତ୍ରର କ୍ରୋଧର ପାତ୍ର ସେମାନଙ୍କ ଉପରେ ଢାଳି ଦିଆଗଲା ବେଳେ ସେମାନେ ଯେତେ ଯନ୍ତ୍ରଣା ଭୋଗୁଛନ୍ତି, ଓକେ, ଏତେ ଯନ୍ତ୍ରଣା ପାଇକି ମଧ୍ୟ ସେମାନେ କଣ କରୁଥିଲେ? ପୁଣି ଦେଖ ପ୍ରକାଶିତ ବାକ୍ୟ 16 ଅଧ୍ୟାୟ 9 ପଦ ପଢ ବାବୁ। ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ ପରିବର୍ତ୍ତନ କଲେ ନାହିଁ। ଗୋଟେ ମିନିଟ, ଆଉ ଗୋଟେ ପଦ ବି ଦେଖେ, ସେମ୍ 11 ପଦ। ପୁଣି ସେମାନେ ଆପଣା ଆପଣା ବେଦନା ଓ ବିସ୍ଫୋଟକ ସକାଶେ ସ୍ୱର୍ଗସ୍ଥ ଈଶ୍ୱରଙ୍କର ନିନ୍ଦା କଲେ, ଆଉ ଆପଣା ଆପଣା କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ। ଲାଷ୍ଟ 21, ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା। ଶିଳାଗୁଡ଼ିକ ପ୍ରାୟ 1 ମହଣ ଓଜନର, ଆଉ ଶିଳା ବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ୱରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର। ବସ୍ ଏତେ କ୍ଲେଶ ଭୋଗିକି ମଧ୍ୟ ସେମାନେ କଣ କରୁଛନ୍ତି? ଈଶ୍ୱରଙ୍କର ନିନ୍ଦା ହିଁ କରୁଛନ୍ତି, କିନ୍ତୁ ମନ ପରିବର୍ତ୍ତନ ମାତ୍ର କରୁନାହାନ୍ତି। ଦେଖ ଆମେ ଭାବୁ ଶାସ୍ତି ଦେଲେ କି ଜାଣି ସେମାନେ ଶାସ୍ତିକୁ ସମ୍ଭାଳି ନ ପାରି, ଦଣ୍ଡ ସମ୍ଭାଳି ନ ପାରି, ପ୍ରଭୁଙ୍କୁ ଭୟ କରି, ପରମେଶ୍ୱରଙ୍କୁ ଭୟ କରି କାଳେ ସରି 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 ପ୍ରଭୁ ଭୁଲ ହେଇଗଲା ଗୋଡ ଧରିବି ବୋଲି କାଳେ କହିବେ ପରି ଭାବୁଛୁ ବୋଧେ ଆମମାନେ। ନା 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 ନା, hell is a place where people hate God utterly. ପରମେଶ୍ୱରଙ୍କୁ ଅତ୍ୟନ୍ତ ଘୃଣା କରୁଥିବା ଲୋକମାନେ ପରମେଶ୍ୱରଙ୍କୁ ଘୃଣା କରୁଥିବା ସ୍ଥାନ ଅଟେ। utter hatred towards God. ତାର କାରଣ କଣ? ମାନେ ପାତାଳରେ ଶୈତାନ ସେମାନଙ୍କୁ ଯାହା ଶିଖାଇଛି ତାହା। କଣ ଶିଖାଇଥିବ ଶୈତାନ? ଯଦି ଶୈତାନ ଏଦେନ ଉଦ୍ୟାନରେ ଆସିକି ଆଦମ ହବାଙ୍କୁ ଶିଖାଇ ପାରୁଛି, ଯଦି ଶୈତାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପବାସ ପ୍ରାର୍ଥନା ବେଳକୁ ପ୍ରଭୁଙ୍କୁ ବି ଶିଖାଇବା ପାଇଁ ଚେଷ୍ଟା କରୁଛି, ଯଦି ଶୈତାନ ସର୍ବ ଜଗତର ଲୋକମାନଙ୍କୁ ଭ୍ରାନ୍ତ କରୁଛି, ଶିଖାଉଛି, ଯଦି ଶୈତାନ ସହସ୍ର ବର୍ଷ ଶାସନ ପରେ ସେହି ଗୋଗ ମାଗୋଗର ଜାତିର ଲୋକମାନଙ୍କୁ ଶିଖାଇକି ଭ୍ରାନ୍ତ କରିକି ପରମେଶ୍ୱରଙ୍କ ବିରୁଦ୍ଧରେ ଉକସାଉଛି, କଣ ଶୈତାନ ନରକର ଲୋକମାନଙ୍କୁ ଶିଖାଇ ନଥିବ କି? ପଏଣ୍ଟ ରହିଲେ କଣ ଶିଖାଇଥିବ? ଆମେ ମାନେ ଦେଖିଲୁ ପ୍ରକାଶିତ ବାକ୍ୟରେ କି ଶୈତାନର କାମ କି ଶୈତାନର ନାମ ହିଁ କଣ? ସର୍ବ ଜଗତର ପ୍ରବଞ୍ଚକ। 12 ଅଧ୍ୟାୟ 12:9, ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ବସ୍ ବାବୁ, ସର୍ବ ଜଗତର ପ୍ରବଞ୍ଚକ ଯେ ଦିଆବଳ ଓ ଶୈତାନର ନାମରେ ଖ୍ୟାତ ହେଇଛି। Deceiver of the world, the whole world. ଶୈତାନ ବେଶୀ ହେଲେ କଣ କରୁଛି କହିଲେ ଆପଣ ମାନଙ୍କୁ? ସେ ଲୋକମାନଙ୍କୁ ଟାଣିକି ବାନ୍ଧିକି ନେଉନି, ପ୍ରବଞ୍ଚନା କରୁଛି, ଏମିତି କିଛି ଶିଖାଉଛି ଯେମିତି କି ଲୋକମାନେ ତାହା ଶୁଣି ଆପେ ପରମେଶ୍ୱରଙ୍କର ବିରୁଦ୍ଧରେ ହେଇଯାଉଛନ୍ତି। କାହିଁକି ଆଜି ଜଗତରେ
लुसिफरियन माने अछंती, लुसिफर को उपासना करिबा लोक माने अछंती। जेते जण ए न्यू वर्ल्ड ऑर्डर को स्थापन करिबा को जाउछंती विश्व रे सारा जगत रे। ओके, इवन से एलॉन मस्क हेउ कि के से भूली गली कार कारी नाम, मैंने समस्त बाबू मत कहबाक दियंतु, मत कहबाक दियो भाई, मत कहबाक दियंतु। ओके, लोक माने दे ऑल वर्शिप लुसिफर, से माने समस्ते लुसिफर को उपासना करुछंती। आ समस्ते जानुछंती कि लुसिफर इज सैटन, डेविल, से दियाबल, दुष्ट शैतान, से परमेश्वरंकर शत्रु, सी जने दुष्ट लोकों को मध्य भल पाइबार मन आज मनुष्य मान को केमिति आसला? हाउ कैन पीपल लव सम evil person? डेविल देखो, डेविल डी प्लस evil, दी evil केमिति? पीपल आर कन्विंस्ड, लोक माने शैतान रो कथा रे कन्विंस हे गले, कन्विंस हे गले। कौन कहिछि से? कौन पातल रे कौन सिखाउछि से? न हेले जो मु कहिथिल नै कि जो 7 प्रकार रो क्लेश काल अछि बोली, सॉरी 7 प्रकार रो पाताल अछि बोली, ए 7 प्रकार रो पाताल भितरे महाक्लेश काल भी गुटे पाताल अटे, गुटे टाइप ऑफ नरक अटे। कारण पाताल शक्ति समूह सब रिलीज करा जीवो मनुष्य मानक उपरे। जो माने आज मरी की नरक को जाउछंती, मरी जाई कि जो माने पाताल को जाउछंती, सेमिति भविष्यत रे एमिति आसीबा को जाउछि कि लोक माने बंची थाउ थाउ नरक देखिबे बोली बहुत थोर कहली आपण मानकु मु। People will see, people will see hell alive, जियंता थाउ थाउ लोक माने पाताल को भोगिबा को जाउछंती, नरक भोगिबा को जाउछंती। तो ए महाक्लेश काल रे लोक मानकर रेस्पॉन्स किमती थिला, किमती कोन बोली सुनिलो, किमती लोक मानकर व्यवहार थिला परमेश्वर को प्रति? से माने ईश्वर को निंदा कले, से माने ईश्वर को घृणा कले, से माने ईश्वर को विरुद्ध रे कथा कहिले, मात्र मन परिवर्तन करी नाहंती, से माने परिवर्तन हेई नाहंती। 9:21 प्रकाशित 9:21 देखो, 9:20-21। ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଦ୍ଧ କରାଯାଇ ନଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କୁ ପୂଜା, ପୁଣି ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଷ୍ଠ ନିର୍ମିତ ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ। ଆଉ ସେମାନେ ଆପଣମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟ କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ। कले नहीं, जहाँ भी से माने दंड भी भोगिबा को इच्छा कले, किंतु परिवर्तन हेबा को इच्छा कले नहीं। दे डोंट वांट टू रिपेंट, दे डोंट वांट टू चेंज। व्हाई? क्वेश्चन है कहीं कि कौन पाए, कौन पाए? माने शैतान रो शिक्षा कौन सिखाई थी, वो कौन सिखाई छी? वेरी सिंपल, सब तुममानकर ए समस्त दुखर, जंत्रणार, वेदनार, ये सब मुसीबत की जड़ कौन है भैया? परमेश्वर है। यही सिखाया उनको। शैतान कौन सिखाई से मान को? माने तुम माने जो भोगुछ ए अवस्था, के बोलछो? मु कोली बोलछो कि
मु कले तुमको मु टाणी आणले कि सब परा परमेश्वर कले परमेश्वर भली एक मंद पर्सन केही नाहंती बोली से मानको कन्विंस करी देला शैतान केमिति व्हाई माने विचार काहे के बोले विचार कौन पे विचार कौन पे विचार मान तुम पाप कल कौन पे पाप हैला परमेश्वर कहले बोली पाप हैला ए फल खाइबो नहीं बोली परमेश्वर यदि कही न थांते तो पाप रही न थांता की दरकार पर तुम्हें तो फल बनाइलो तो बनाइला परे से फल खाइबा को मना बोली कौन पे कहलो परमेश्वर ना सृष्टि करिकी व्यवस्था रखिबार नथिला शैतान रो शिक्षा कहूची म आपण मान को के शैतान पातल रे लोक मान को कौन शिखाउची बोली से माने परमेश्वर को विरुद्ध रे ते रागी की ओछंती बोलिबा कथा आपण मान को जणाउची शैतान से मन को कन्विंस करूची कि भाई मु आपण मान को एठी आनी नहीं देखो मु भी पूरा विक्टिम जणे मु भी बड़ा परमेश्वर को विक्टिम हेछि एठी मु मध्य क्षतिग्रस्त लोक अटे मु कोन एठी हाय रे आराम रे अछि कि मु भोगु नहीं कि नरक मु भोगु नहीं कि पाताल मते जळू नहीं कि आपण मान को कहिथिली ट्विटर रे शैतान नाम रे गोटे अकाउंट अछि ट्विटर रे शैतान नाम रे गोटे अकाउंट अछि से सतरे जने मनुष्य शैतान रो नाम रे अकाउंट खोलिछि ना सतरे शैतान अकाउंट खोलिछि जणा नै वी डोंट नो मु जत्ते बेले केतटा विषय पढिली मोर ट्विटर अकाउंट नाही जे ओ काठी देखिथिले एटा आपण माने विश्वास करिवे नै आपण मानकर प्रश्नर उत्तर एमिति देबो से शैतान माने सतरे शैतान हेले ही सेमति देबो सेति की क्लियर आंसर देबो आपण जो क्वेश्चन पचारंत ताको मु कन्विंस हेली माने सतरे शैतान ही हेतिबो पर लागिला मते माने मनुष्य को एते आईडिया आसीबो नै एंती क्वेश्चन को केमति आंसर देबाटा जने लोक प्रश्न कला कि शैतान भाई तुम्हें कहीं कि पतित हेलो तुम्हें तो सुंदर दूत थिलो परा तुमर कौन अभाव हेतिला जे तुम्हें कहीं कि पतित हेलो कहीं कि एटा सब दुनिया बर्बाद करलो बोली पचारला राइट क्वेश्चन के हेले भी आगे सेटा ही पचारियो तो से कौन उत्तर देला जानछंती भाई देखो मु कहारी क्षति को आशा करी नहीं केबे भी आई नेवर एक्सपेक्टेड एनी हार्म टू एनीवन देखो तुम माने जगत रे थाई कि अपना अपना हक पई जिमती लड़ी थाओ नहीं विमेन्स राइट स्त्री मानकर हक चिल्ड्रन राइट पिल्ला मानकर हक लेबर राइट मजदूर मानकर हक पई जिमती लड़ू छो तुम माने एमिति अपनार हक पई समान हक पई इक्वल राइट्स पई लड़ी थिबा प्रथम व्यक्ति मु स्वर्ग रे बोली कहिला समस्त दुक्त मान को समान हक दिया जाओ बोली मु मागिली स्वर्ग रे एथिपाई मत धक्का मार के बाहर कर देले भाई बोली उत्तर देले माने केते कन्विंसिंग अछि देखो एटा मु मोर पई मागिली कि समस्त दूतों मान को मध्य समान सिंहासन दिया जाओ बोली दाबी कर लिया बोली कहूची अरे परमेश्वर सिंहासन रु परमेश्वर को घुंचाई कि से ऊपर बसबी बोली कि मु परमेश्वर जिमती अच्छंती सेमिति समस्त को भी बसबा को सिंहासन दिया जाओ एवरीवन शुड बी इक्वल ना समस्त को सिंहासन पाख को जीवा पई एक्सेस दिया जाओ बोली मागिली बोली कहला आपण मान को सही पुनरुत्थान उत्थान पर्व समय रे ही आपण मान को बुझाई थिली कि जीसु ख्रीष्ट पुत्र है कि स्वर्ग रे
ଜଣେ ଦୂତଙ୍କ ପରି ବ୍ୟବହାର କରୁଥିଲେ, ଜଣେ ଦୂତ ବୋଲି ପରିଚିତ ହେଇଥିଲେ ଦୂତ ମାନଙ୍କୁ, ଅନ୍ୟ ଦୂତ ମାନଙ୍କୁ। ଆଉ ସମସ୍ତେ ଦେଖିଲେ କି ଏହି ପୁତ୍ର ଜଣେ ଦୂତ ବୋଲି ଖ୍ୟାତ ହେଇଛନ୍ତି, ତଥାପି ସେ କଣ କରିପାରୁଛନ୍ତି, ମଝି ମଝିରେ ସିଂହାସନରେ ଯାଇକି ପିତାଙ୍କର କୋଳରେ ଯାଇକି ବସି ପଡୁଛନ୍ତି ସିଂହାସନରେ। ଠିକ ଅଛି, ସେ ସିଂହାସନରେ ବସିବାଟା ରଙ୍ଗ ନୁହେଁ, ଶୈତାନର କଥା କହୁଛି ମୁଁ। ଶୈତାନ କଣ କହୁଛି ଆପଣ ମାନଙ୍କୁ ବୁଝାଉଛି। ଏବେ ଦେଖନ୍ତୁ, ସେ ଜଣେ ଦୂତ ହେଇକି ଆପଣଙ୍କ ସିଂହାସନରେ ଯିବାକୁ ଆମେ ମନା କରୁନୁ, ତ ପ୍ରୋବ୍ଲେମ କଣ, ମାନେ ସମସ୍ତଙ୍କୁ କାହିଁକି ଆପଣଙ୍କ ପାଖକୁ ସିଂହାସନକୁ ଆସିବାକୁ ଦେଉନାହାନ୍ତି? ଏଟା କି ଆପଣଙ୍କର ସ୍ୱାର୍ଥ ମନ? ଏଟା ଜଣଙ୍କ ପ୍ରତି ଗୋଟେ ନ୍ୟାୟ, ଆଉ ଜଣଙ୍କ ପ୍ରତି ଏମିତି ଆଉ ଗୋଟେ ନ୍ୟାୟ କେମିତି ଆପଣ କରୁଛନ୍ତି? ଏଟା ପାଇଁ ମୁଁ ଲଢିଲାରୁ ମତେ ଧକ୍କା ମାରିକି ବାହାର କରିଦେଲେ ଆଉ ବୋଲି କହୁଛି ଶୈତାନ। I was the first person who fought for the equal rights of everyone. ଭାଇ ମୁଁ ମନ୍ଦ କଲି କି, ଭାଇ ମୁଁ ଭୁଲ କଲି କି ବୋଲି ପଚାରୁଛି ସେ ଟ୍ୱିଟର। ତ ସମସ୍ତେ କନଭିନ୍ସ ହେବେନି ସାଇଡ, ନାଇଁ ଭାଇ ତମର ଭୁଲ ନଥିଲା, ଠିକ କଲ ତମେ। ଏମିତି ଘୋଡାଏ କ୍ୱେଶ୍ଚନ ର ଏମିତି କନଭିନ୍ସିଂ ଆନ୍ସର ଦେଲା ଶୈତାନ କି ଲୋକମାନେ ଶୈତାନର ଭକ୍ତ ହେଇଯିବେ। ଆଜ୍ଞା ଆମେ ବେକାର ତାକୁ ଖରାପ ଭାବୁଥିଲୁ, ବେଚାରା ତାକୁ ଧକ୍କା ମାରିକି ବାହାର କରିଦେଲେ ସ୍ୱର୍ଗରୁ। ତାକୁ ଧକ୍କା ମାରିକି ବାହାର କରିଦେଲେ ସ୍ୱର୍ଗରୁ, ବେଚାରା। କଣ ଭୁଲ ମାଗିଲା ଯେ ସେ? କଣ ଭୁଲ ମାଗିଲା? ନିଜର ପାଇଁ କିଛି ମାଗିଥିଲା କି? ଆମର ପାଇଁ ପରା ଲଢୁଥିଲା, ଏକଲା ଏକଲା କେମିତି ଲଢିବ ବୋଲି ଆମେ ତାଙ୍କ ପଛରେ ଥିଲୁ ବୋଲି ବାକି ଦୂତ ମାନେ। ତ ନରକରେ ପାତାଳରେ ଲୋକମାନଙ୍କୁ ଶୈତାନ ବୁଝାଉଛି, ମୁଁ କିଛି କରିନାହିଁ, ମତେ ଦେଖି ତୁମେ ଦାନ୍ତ କମଡି ବାଟ, ମତେ ଦେଖି ରାଗି ବାଟ କର ନାହିଁ ଭାଇ। ମୁଁ କଣ କଲି? ମୁଁ ବି ତୁମ ଭଳି ଭିକ୍ଟିମ, ତ ମୁଁ ବି ପୁରା ପାତାଳରେ ଅଛି। ଯାହା କରିଛନ୍ତି ସେ କରିଛନ୍ତି। କଣ ପାଇଁ ବ୍ୟବସ୍ଥା ଦେବାର ଥିଲା? ବ୍ୟବସ୍ଥା ଦେବାର ଦରକାର ନଥିଲା। ଲେଟ୍ ପିପଲ ଏନ୍ଜୟ। ଆରେ ମୁଁ କଣ କରୁଛି? ଶୈତାନ କହୁଛି ସେମାନଙ୍କୁ, ମୁଁ କଣ କରୁଛି? ସମସ୍ତଙ୍କୁ ଏନ୍ଜୟ କରିବାକୁ କହୁଛି। लाइफ एंजॉय करो यार, जिंदगी है, एंजॉय करो, जो मन में आता है करो ना। मु समस्त को इतकी फ्रीडम देछि, तो परमेश्वर कहेंगे एटा करो नहीं, सेटा करो नहीं, बसो नहीं, उठो नहीं, सुओ नहीं, जागो नहीं, मरो नहीं, बंचो नहीं बोली इतकी व्यवस्था कौन पे देउछंती परमेश्वर? लोक मन को बंचवा को देइथांते आराम रे ना। मु तो समस्त को फ्रीडम देछि, परमेश्वरंकर व्यवस्था लागे, तांकर मनोभाव लागे। तो मान नरकर अछ, मु कौन कली बोलछि ए माने रागी के अछंती परमेश्वर को देखि कि दांत कामुडुछंती। तबे पॉइंट कौन माने, तो न्याज्य रे परमेश्वरंक पक्षरे एटा दायित्व रहिला कि पाताल रे थिबा लोक मानकु विचार स्थान रे आनिकी परमेश्वर से मानको क्लैरिटी देबे कि तांकर भूल किछि नथिला। God has to make it clear। आपनार निर्दोषता को प्रभु साबित करिबा दरकार। साबित बोल कहले हेबनी, परमेश्वर से मानको एक्सप्लेन करिवे। मु आपण मानको सहस्र वर्ष शासन बेलरे ही कहिली कि परमेश्वर जानी छंती कि ए समस्त विजाति माने हजार वर्ष धरी प्रभुंक ठार खाइबा को मिलेला मध्य से माने शैतान पक्षरे जाइकी पहुंची जिबे आ परमेश्वर को विरुद्ध रे उठिबे बोली परमेश्वर जानी थिले भी काहे के एतिके सब एलाउ कले, काहे के अनुमति देले बोल कहला बेलको आमे सुनिलु मंडली जेपरि बुझिबो। ठीक सेही प्रकार एई श्वेत सिंहासन रो विचार रे ऑलरेडी मृत पापी माने ऑलरेडी पाताल रे जंत्रणा भोगुथिबा, विचारित हेई सारी थिबा, दंड भोगुथिबा लोक मानको मध्य आनिकी छिड़ा करिकी परमेश्वर से मानको विचार करिवार रीजन कोन माने मंडली बुझिबा पई। काहे की देखो इंटरेस्टिंग कथा कहि आपण, कइनो
ଜାଗ୍ରତ ଟିକେ ଚିନ୍ତା କଲେ କଇନର କିଛି ଭୁଲ ନଥିଲା। କଣ ଭୁଲ ଥିଲା ଯେ ପରମେଶ୍ୱର ତାକୁ ଗ୍ରହଣ କଲେ ନାହିଁ? କଣ ଭୁଲ ଥିଲା? ଗୋଟେ ଆପଣ କେଲେ ଆନ୍ସର ଦେଇପାରିବେ? अपन भाई को से ଅର୍ପଣ ଗ୍ରହଣ କଲେ ନାହିଁ, ସେ କଥା କୁହନ୍ତୁ। ପରମେଶ୍ୱର ହେବେଲଙ୍କର ଅର୍ପଣ ଗ୍ରହଣ କଲେ, ତାଙ୍କରଟା ରିଜେକ୍ଟ କଲେ ବୋଲି ରାଗିକି ଭାଇଙ୍କୁ ମାରିଲେ, ସେଟା ପଛ କଥା। ଅନ୍ ଦ ଫର୍ଷ୍ଟ ପ୍ଲେସ୍, ପ୍ରଥମରେ ହେବେଲ ମଧ୍ୟ ଅର୍ପଣ ଆଣିଲେ, କଇନ ମଧ୍ୟ ଅର୍ପଣ ଆଣିଲା। ହେବେଲଙ୍କ ଗ୍ରହଣ କଲେ, କଇନକୁ କାହିଁକି ଗ୍ରହଣ କଲେ ନାହିଁ? ତାର ଅନ୍ତଃକରଣ ଠିକ ନଥିଲା ସାର୍। ସେ ଭଲ ବାଛିକି ଜିନିଷ ଦଉନଥିଲା। ପାପାତ୍ମାର ସନ୍ତାନ ଥିଲା। ଈର୍ଷାରେ ଲେଖା ହେଇଛି କି? ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ନ କରି ନିଜ ଇଚ୍ଛା ଅନୁସାରେ ହେବଲ ଉତ୍ତମ ବିଷୟ ଦେଲେ କଇନ ଭଲ ଉତ୍ତମ ବିଷୟ ଜିନିଷ ଦେଲେ ଆଣିକି କିଛି ଦଉନଥିଲା। ଶୁଣ ସେମିତି ଲେଖା ହେଇଛି କି? କିଛି ଲେଖା ହେଇନି। କଇନ ମନ୍ଦଟା ଦେଲା ବୋଲି କିଛି ଲେଖା ହେଇଛି କି? ନାହିଁ। ଏବେ ଉତ୍ତମଟା ଆଣିଲା, କଇନ ମନ୍ଦଟା ଆଣିଲା। କଇନ ମନ୍ଦଟା ଆଣିଲା ବୋଲି କୋଉଠି ବି ଲେଖା ହେଇନାହିଁ। ପାପାତ୍ମାର ସନ୍ତାନ ଥିଲା। ସେଟା ପଛ କଥା। ଦେଖ, ମୁଁ ଆପଣଙ୍କୁ ବୁଝାଉଛି। ଭୂମି ସାପ ଶୁଣନ୍ତୁ ଆଜ୍ଞା, ଶୁଣନ୍ତୁ। ଇନ୍ ଦ ଫର୍ଷ୍ଟ ପ୍ଲେସ୍, ପ୍ରଥମ କଥା କଣ, ମାନେ କଇନ ହେବେଲ ପାଖରେ ବ୍ୟବସ୍ଥା ନଥିଲା। ବ୍ୟବସ୍ଥା ମାନେ କଣ? ଯଦି ପରମେଶ୍ୱର କହିଥାନ୍ତେ କି ଭାଇ ହେବେଲ କଇନ ରବିବାର ଦିନ ତମେ 2 ଜଣ ମିଶିକି ମତେ ନା ଗୋଟେ ଭଲ ଦାନ ଆଣିବ, ହଁ, ମତେ ଭଲ ପାଇବାର ଅଛି, ମତେ ପସନ୍ଦ ଲାଗିବାର ଅଛି, ତାହେଲେ ଗ୍ରହଣ କରିବି। ନହେଲେ ଦେଖ, ହଁ ଆଗରୁ କହିଛି, ଦେଖ, ହଁ ବୋଲି କହିଥାନ୍ତେ ପରମେଶ୍ୱର। ତାପରେ ଯାଇକି ହେବେଲ କଇନ ଯଦି ସେମାନେ ଅର୍ପଣ କରିଥାନ୍ତେ, ଆଉ ପରମେଶ୍ୱର ଦେଖିଥାନ୍ତେ ହେବେଲଟା ଭଲ ଲାଗିଲା, କଇନଟା ଭଲ ଲାଗିଲା ନାହିଁ ବୋଲି କହିଲେ, ସେଠି ନ୍ୟାଯ୍ୟ ଥାନ୍ତା କଇନକୁ ରିଜେକ୍ଟ କରିବା ପାଇଁ। ଆରେ ପରମେଶ୍ୱର କିଛି କହିବି ନାହାନ୍ତି, ପରମେଶ୍ୱର କିଛି ଡିମାଣ୍ଡ କରିନାହାନ୍ତି, ପରମେଶ୍ୱର କିଛି ଆଜ୍ଞା ଦେଇନାହାନ୍ତି, ପରମେଶ୍ୱର ବ୍ୟବସ୍ଥା ଦେଇନାହାନ୍ତି। ସେମାନେ ଭଲେଣ୍ଟାରିଲି 2 ଜଣ ଆପଣା ମନର ଇଚ୍ଛା ଅନୁସାରେ ପରମେଶ୍ୱର ପାଖକୁ ଯାଉଛୁ ଯେ ଖାଲି ହାତରେ କେମିତି ଯିବୁ, ଥାଉ ମୁଁ ଆମେ ପ୍ରଭୁଙ୍କୁ। ହେବେଲ କାହିଁକି ଛେଳି ଦେଲା? ସେ ତ ମେଷପାଳକ ଥିଲା ବୋଲି ଆପଣର କର୍ମରୁ ଆଣିକି ଦେଲା। ତ କଇନ କଣ କରୁଥିଲା? ଜଣେ ଚାଷୀ ହେଇଥିଲା, କୃଷି କର୍ମ କରୁଥିଲା, ତେଣୁକରି ତାହାର ଲ୍ୟାଣ୍ଡରୁ କିଛିଟା ଧାନ କାଟିକି ଆଣିଲା, ମନ୍ଦଟା କିଛି ଆଣିଲା ନାହିଁ। ତ ନ୍ୟାଯ୍ୟରେ when there is no law, how can God judge? ପରମେଶ୍ୱର କିଛି ଆଜ୍ଞା ନ ଦେଉନୁ ଭଲ ମନ୍ଦ କେମିତି ଫରକ କରିପାରିବେ? How? That's the point here. ଏଟା ହେଲା ମେନ୍ ରିଜନ। ପରମେଶ୍ୱର ଆଗରୁ ଏମାନଙ୍କୁ ଦାନ ଆଣିବା ପାଇଁ ତ କହିନାହାନ୍ତି, ଏମାନେ ନିଜ ଇଚ୍ଛାରେ ଆଣିଲେ। ଆଗରୁ ପରମେଶ୍ୱର କହିଲେ କି ଦାନ ଆଣିବାର ରେ ମତେ ଆଉ ଭଲ ବଳି ଉତ୍ସର୍ଗ କରିବ ମତେ, ହେ ବୋଲି ଦେଖ, ଶ୍ରେଷ୍ଠ ଉତ୍କୃଷ୍ଟ ବଳି ଆଣିଲେ ହିଁ ମୁଁ ଗ୍ରହଣ କରିବି ବୋଲି ଆଗରୁ ପ୍ରଭୁ ଯଦି କହିଥାନ୍ତେ, ଦେନ୍ ସେମିତିଟା କଇନ ଆଣି ନାହାନ୍ତି ବୋଲି କହିଲେ ପରମେଶ୍ୱରଙ୍କ ପକ୍ଷରେ ନ୍ୟାଯ୍ୟ ଅଛି ରିଜେକ୍ଟ କରିବା ପାଇଁ। ମୁଁ ତ ଅମକଟା କହିଲି, ତୁମେ ଅମକଟା କଣ ଆଣିଲ? ତୁମେ ଅମକଟା କଣ ପାଇଁ ଆଣିଲ? ମୁଁ ତ ସେଟା କହିଥିଲେ, ନାଇଁ ଯା ବୋଲି କହିଥାନ୍ତେ, ନ୍ୟାଯ୍ୟ ଅଛି, ସେଠି ନ୍ୟାୟ ଅଛି। ପରମେଶ୍ୱର କିଛି କହିନାହାନ୍ତି, ସେମାନେ ନିଜ ଇଚ୍ଛାରେ ଆଣିଲେ। ଯାହା ଆଣିଲେ ଆମ ହିସାବରେ କଣ, ୟୁ ହାଭ୍ ଟୁ ଆକ୍ସେପ୍ଟ ଇଟ୍। ବର୍ଥଡେରେ, ଆମର ଜନ୍ମଦିନରେ ଜଣେ ଲୋକ କଣ ଗୋଟେ ପେନ୍ ଆଣିକି ଦେଲା, ଆଉ ଜଣେ ଲୋକ ଗୋଟେ ଭଲ ୱାଚ୍ ଆଣିକି ଦେଲା। ବୋଲ ମୁଁ ୱାଚ୍ ଟା ଗ୍ରହଣ କରିବି, ପେନ୍ ଆଣିବା ଲୋକ ଏଇଟା ଆଣିବ କି? ଯା ବୋଲି କହିଲେ ମୁଁ ଗ୍ରହଣ କରିବିନି। ଯା ପେନ୍ ଆଣିଲୁ, ମୋର ପେନ୍ ଆଣିଲୁ କି ତୁଇ ବୋଲି କହିଦେଲେ ଆପଣ ମାନେ କଣ କହିବେ? ଏଟା ନ୍ୟାୟ କି ସେଟା? ଆରେ ତୁମର ବର୍ଥଡେରେ ଜଣେ ଲୋକ ତାର ମନ ଇଚ୍ଛାରେ, ତାର କ୍ୟାପାସିଟିରେ, ତାର ଯେତିକି ସକ୍ଷମ ସେତିକି ଆଣିଲା, ଗ୍ରହଣ କରିବା କଥା ନା। ଆଉ ଏମିତି କହିବ କି ବୋଲି କହିବୁ? ଆମେ ନ୍ୟାୟ କହିବୁ। How come God judged Cain without any law? कानून न थाई कि केमिति जजमेंट देई हेबो? जिस बात का कानून नहीं है
उस बात की सजा दिया नहीं जाता। बुझिले कि इंडिया रे चोर मानको पय गोटे सेक्शन अछि, मर्डर पय गोटे सेक्शन अछि, रेप पय गोटे सेक्शन अछि, चीटिंग पय सेक्शन अछि। हर एक गैर कानूनी काम के लिए सेक्शंस है। सेक्शन अच्छी बोली तुम ऊपर केस लागू है बनाओ, जोठी सेक्शन नाही तुम केबे कहलो ना एटा मना बोली, सेठी केमते तुम सजा दे पारियो बोली उल्टा लड़ी हेबो। तो नेचुरली कोहिनर एक्चुअली भूल किछ नथिला। ओके, तो केमिति प्रभु विचार करले बोली बाटा हला कथा। हाउ डिड गॉड जज नॉट ओनली काइन, इवन नोहंकर समयर जल प्लावन बेले मध्य आदम पाप करिबा ठारू आरंभ करिकी मोसांक पर्यंत व्यवस्था नथिला। सुनो भलरे सुनो, आदम पाप करिबा ठारू आरंभ करिकी आदम को व्यवस्था दिया जाइथिला। कौन से व्यवस्था? एई फल खाइले मरिबो, आदम को दिया जाइथिला व्यवस्था। आदम पाप कर देला परे देयर वाज नो व्यवस्था, के काहा को किछ सिखाउ नै। परमेश्वर व्यवस्था देले कि परमेश्वर को व्यवस्था कोठी आसला? मूसा को पाखरे आसला, सीनाय पर्वत ऊपर, कि तुमे चोरी करिबो नै, तुमे नर हत्या करिबो नै, तुमे विश्राम बार पालिबो, तुमे खोदित प्रतिमा तुमे निर्माण करिबो नै, काहा को मुंडिया मारिबो नै, एटसेट्रा एटसेट्रा 10 आज्ञा व्यवस्था। आदमंकर पतन ठारू आरंभ करी मूसांकर व्यवस्था पर्यंत परमेश्वर जेतिकी विचार कले, कोठरू स्टार्ट होछि? कईनर विचार नंबर 1, नंबर 2 नोहकर जल प्लावन विचार, नंबर 3 बाबिल गड़ पाखरे विचार, नंबर 4 सोदोम गोमोरा रो विचार, एंड नंबर 5 मिस्र देश रो विचार। 5 जजमेंट्स, नो लॉ। आओ केमिति प्रभु विचार कले? विवेक द्वारा That's विचार it. कले। विवेक द्वारा विचार कले। से सबु जुग विवेक रो जुग बोली कहा जाए। रोमियो रोमियो 2 अध्याय प्रेज द लॉर्ड 11 पदरो टिके पढ़ी दे बाबू। कारण ईश्वरଙ୍କ ନିକଟରେ ମୁଖାପେକ୍ଷା ନାହିଁ, ଯେଣୁ ଯେତେ ବ୍ୟବସ୍ଥା ବିହୀନ ହୋଇ ପାପ କରିଅଛନ୍ତି ସେମାନେ ମଧ୍ୟ ବ୍ୟବସ୍ଥା ବିନା ବିନଷ୍ଟ ହେବେ, ଆଉ ଯେତେ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି ସେମାନେ ବ୍ୟବସ୍ଥା ଅନୁସାରେ ବିଚାରିତ ହେବେ। କାରଣ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ନୁହନ୍ତି, କିନ୍ତୁ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ। ଯେଣୁ ଗୋଟେ ମିନିଟ, ସେ 12 ପଦ ବହୁତ ଇମ୍ପୋର୍ଟାଣ୍ଟ, 11 12 ବହୁତ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ, କାରଣ ଈଶ୍ୱରଙ୍କର ନିକଟରେ ମୁଖାପେକ୍ଷା ନାହିଁ। ମୁଖାପେକ୍ଷା ମିନ୍ସ ଏଠି ପାର୍ସିଆଲିଟି, ପକ୍ଷପାତ, ୱାନ୍ ସାଇଡେଡ ହେବାଟା, ବାୟାସ୍ଡ ହେବାଟା, ତାଙ୍କୁ ଭଲ ଲାଗିଲେ ଭଲ ବୋଲି କହିବେ, ତାଙ୍କୁ ମନ୍ଦ ଲାଗିଲେ ମନ୍ଦ, ଏମିତି ନାହିଁ। ନ୍ୟାୟ, ଦୁଇ ପଟେ ବି ନ୍ୟାୟ। ଓକେ, ଧାର୍ମିକ ହୁଅନ୍ତୁ ଦୁଷ୍ଟ ହୁଅନ୍ତୁ ପ୍ରଭୁ ନ୍ୟାୟ କରିବେ। ତ କଣ ସେଟା? ଯେଣୁ 12 ପଦରେ, ଯେଣୁ ଯେତେ ମଶାଙ୍କ ବ୍ୟବସ୍ଥା ବିହୀନ ହୋଇ ପାପ କରିଅଛନ୍ତି ସେମାନେ ମଧ୍ୟ ମଶାଙ୍କ ବ୍ୟବସ୍ଥା ବିନା ବିନଷ୍ଟ ହେବେ, ଆଉ ଯେତେ ମଶାଙ୍କ ବ୍ୟବସ୍ଥା ହୋଇ ପାପ କରିଅଛନ୍ତି ସେମାନେ ମଶାଙ୍କ ବ୍ୟବସ୍ଥା ଅନୁସାରେ ବିଚାରିତ ହେବେ। 14 ପଦ ବାବୁ। ଯେଣୁ ବିଜାତି ମାନଙ୍କର ସେହି ବ୍ୟବସ୍ଥା ନଥିଲେ ସୁଦ୍ଧା ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି। କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କ ବିତର୍କ ସେମାନଙ୍କୁ ଦୋଷୀ କିମ୍ବା ନିର୍ଦ୍ଦୋଷ କରେ। ଯେଉଁ ଦିନରେ ଈଶ୍ୱର ମୋହର ସୁସମାଚାର ଅନୁସାରେ
ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟ ଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ। ବାସ୍ ବାସ୍ ବାସ୍। ତ ପରମେଶ୍ୱରଙ୍କର ଜ୍ଞାନ ମହାଜ୍ଞାନ କଣ ମାନେ? ସ୍ମାର୍ଟ ମୁଭ ବାଇ ଗଡ। ଆଦମ ପାପ କରିବା ପୂର୍ବରୁ ପରମେଶ୍ୱରଙ୍କୁ ଦେଖି ପାରୁଥିଲେ, ପରମେଶ୍ୱରଙ୍କୁ ଶୁଣି ପାରୁଥିଲେ, ପରମେଶ୍ୱରଙ୍କୁ ଟଚ୍ କରିପାରୁଥିଲେ। ସ୍ପିରିଚୁଆଲ ସେନ୍ସେସ୍ ଓପନ ଥିଲା, ଆତ୍ମୀୟ ଆନ୍ତରିକ ଇନ୍ଦ୍ରିୟ ସବୁ ଓପନ ଥିଲା, ପରମେଶ୍ୱରଙ୍କୁ ଫିଲ୍ କରିପାରୁଥିଲେ। ଓକେ, ତ ଆଦମ ଯେତେବେଳେ ପାପ କଲେ ଆତ୍ମିକ ଇନ୍ଦ୍ରିୟ ସବୁ ବନ୍ଦ ହେଇଗଲା, କାରଣ ଆତ୍ମାରେ ଜୀବନ ଛାଡିଗଲା। ମନୁଷ୍ୟ ମରିଗଲେ ଆଖି ଥିଲେ ବି ଯେମିତି ଦେଖିପାରିବନି, କାନ ଥିଲେ ବି ଯେମିତି ଶୁଣି ପାରିବନି, ସେମିତି ଆତ୍ମା ମରିଗଲେ ଆଉ ଆତ୍ମାର ଇନ୍ଦ୍ରିୟ କାମ କରିବନି। ଆଉ ପରମେଶ୍ୱର ଦେଖାଯାଉନାହାନ୍ତି। ତ ପରମେଶ୍ୱର ଯଦି ଦେଖାଯାଉନାହାନ୍ତି ତ କଣ ଲାଗି ହେବ? ପରମେଶ୍ୱର ତ ଦେଖାଯାଉନାହାନ୍ତି, ତ ପରମେଶ୍ୱର ନାହାନ୍ତି ବୋଲି କହିବାର ମନୋଭାବ ଆସିଯିବ ଅଟୋମେଟିକଲି। ଦେଖାଯାଉନାହାନ୍ତି ଯେ, ତ ପରମେଶ୍ୱର କଣ କଲେ? ମନୁଷ୍ୟ ପାପ କଲା ପରେ ଯଦ୍ୟପି ପରମେଶ୍ୱର ମନୁଷ୍ୟ ଠାରୁ ବିମୁଖ ହେଲେ, ଦୂର ହେଇଗଲେ, ଆଉ ପରମେଶ୍ୱର ଦେଖାଯାଉନାହାନ୍ତି ମନୁଷ୍ୟକୁ, ତ ପରମେଶ୍ୱର ଦୂରକୁ ଯାଉ ଯାଉ କଣ କଲେ ଜାଣିଛନ୍ତି? ମନୁଷ୍ୟ ଠାରେ ବିବେକ ନାମକ ଏକ ଭିଡିଓ କ୍ୟାମେରା, ଗୋଟେ ଚିପ୍ଟା ରଖିକି ପଳେଇଲେ। ହ୍ୟାଲୋ, ବିବେକ କଣ ଜାଣିଛନ୍ତି? ବିବେକ ଇଜ ଜଷ୍ଟ ଲାଇକ ଆ ସିକ୍ରେଟ କ୍ୟାମେରା ଅଫ ଗଡ। ପରମେଶ୍ୱରଙ୍କର ଭିଡିଓ କ୍ୟାମେରା ପରଟା ଚିପ୍ ଭଳିଟା, କି ମନୁଷ୍ୟ ଯେତିକି ମନ୍ଦ କର୍ମ କରୁଛି ସେ ବିବେକରେ ରେକର୍ଡ ହେଉଛି। ଆଉ ସେଥିପାଇଁ ଯଦ୍ୟପି ବ୍ୟବସ୍ଥା ନଥିଲେ ବି, ଲୋକମାନଙ୍କ ପାଖରେ ବ୍ୟବସ୍ଥା ନଥିଲେ ବି, ଲୋକମାନଙ୍କର ବିବେକ ଲୋକମାନଙ୍କୁ ଜଣାଏ କି ତୁ ଭୁଲ କରୁଛୁ ରେ ବୋଲି। ପିପୁଲ ନୋ ଦ୍ୟାଟ ଦେ ଆର ରଙ୍ଗ। ସେଥିପାଇଁ ଲୁଚି ଲୁଚି କରନ୍ତି। ଯେତେ ବିଜାତି ମାନେ ଅଛନ୍ତି ସେମାନେ ସମସ୍ତେ ବାଇବେଲ ପଢିଛନ୍ତି କି? ନା, ହେଲେ ବି ଦୁଷ୍କର୍ମ ଲୁଚି ଲୁଚି କଣ ପାଇଁ କରୁଛନ୍ତି? They know what they are doing is wrong. କିଏ ଶିଖାଉଛି ସେମାନଙ୍କୁ? ବିବେକ। ଏ ବିବେକକୁ କିଏ ବ୍ୟବହାର କରନ୍ତି? ପବିତ୍ର ଆତ୍ମା। ମୁଁ କହିଲି ଆପଣମାନଙ୍କୁ, ଯେଉଁ ଖ୍ରୀଷ୍ଟିଆନ ମାନେ ଯଦ୍ୟପି ଦୁଷ୍କର୍ମ କରନ୍ତି ତ ସେମାନେ ଗିଲ୍ଟି ଫିଲ୍ କରିକି, ଆରେ ରେ କେତେ ଭୁଲ କରିଦେଲି ବୋଲି ସେମାନେ ଗିଲ୍ଟି ଫିଲ୍ କରିକି କାନ୍ଦି ପକାନ୍ତି, ପ୍ରଭୁଙ୍କ ପାଦ ଧରିକି ପବିତ୍ର ଆତ୍ମା କାର୍ଯ୍ୟ କରୁଛନ୍ତି ବୋଲି କହିଲି। ଆଉ ଯେଉଁମାନଙ୍କ ଠାରେ ପବିତ୍ର ଆତ୍ମା ନାହାନ୍ତି ବୋଲି, ଯେଉଁମାନେ ପବିତ୍ର ଆତ୍ମାଙ୍କୁ ପ୍ରତିରୋଧ କରନ୍ତି, ସେମାନଙ୍କର ବିବେକ ଆଉ କାମ କରେ ନାହିଁ। ମୁଁ ନୂତନ ଜେରୁସାଲେମ ବିଷୟରେ କହିଲା ବେଳେ ବିବେକ ବିଷୟରେ କହିବି କ୍ଲିୟରଲି। ବିବେକ କାମ କରୁନାହିଁ ମାନେ ଆଉ ପାପର ଫିଲିଂ ନଥିବ, ପାପ କରୁଛି ବୋଲିବା ଫିଲିଂ ନଥିବ, କିନ୍ତୁ ବିବେକ ରହିଯାଇଛି। ହ୍ୟାଲୋ, ସବୁ ରେକର୍ଡ କରୁଛି। ବିବେକ ଆପଣ ମାନଙ୍କର, ମୋର, ଲୋକମାନଙ୍କର ସବୁ ମନ୍ଦ କର୍ମ ରେକର୍ଡ କରିକି ଚୁପଚାପ ଅଛି, କିଛି କହୁନାହିଁ। ତ ଯେତେବେଳେ ମାନେ ବିଚାରରେ ଛିଡା ହେବେ, ସେମାନଙ୍କର ବିବେକ ସେମାନଙ୍କର ରହସ୍ୟ ସବୁ ବାହାର କରିବ। ପୁଣି ତ ସେମାନେ ବ୍ୟବସ୍ଥା ବିହୀନ ହେଲେ ମଧ୍ୟ ବିବେକ ଦ୍ୱାରା ସେମାନେ ବିଚାରିତ ହେବେ। କଇନର ବିବେକ ଠିକ ନଥିଲା, ଯଦ୍ୟପି ସେ ଅର୍ପଣ ଆଣୁଥିଲା। କାହିଁକି ଠିକ ନଥିଲା? ଜଣେ ଭଉଣୀକେ କହିଲେ ନାହିଁ କି ସେ ପାପାତ୍ମାର ସନ୍ତାନ ଥିଲା। ଅବଭିୟସଲି, ତଥାପି ସେ ପରମେଶ୍ୱରଙ୍କୁ କିଛି ଭଲ ଜିନିଷ ଆଣିଲା। ଏଠି ପଏଣ୍ଟ ଅର୍ପଣ ପଏଣ୍ଟ ନଥିଲା। ଏଠି କଣ ପଏଣ୍ଟ ଦେଖ, ଆଦି ପୁସ୍ତକ 4 ଅଧ୍ୟାୟ 4-5 ପଦ। ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମ ଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ, ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କଇନ ଅତି କ୍ରୋଧ। ହେଲା ପଏଣ୍ଟ କ୍ୟାଚ୍ କରନ୍ତୁ। ଆପଣ କ୍ୟାଚ୍ କରଲେ କି ନାଇଁ କି?
परमेश्वर गला 4 पदर लास्ट लाइन रे सदा प्रभु हेबेल को और तांकर नैवेद्य को ग्रहण कले। फाइन 5 पदरे मात्र कईन को और तांकर नैवेद्य को से अग्राह्य कले। एठी नैवेद्य ग्रहण हैला कि अग्राह्य हैला पछ कथा, आगो कथा कोटा କହିନ हेबेल कईन मेन थिंग इज सुनो 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 ओके आपण बुझिले प्रथमे हेबेल को ग्रहण कले बोली से जहां अर्पण आणले तांको ग्रहण करा गला। कईन को काहे कि कईन रो अर्पण काहे कि ग्रहण करले नै, कईन को तो ग्रहण करना तार अर्पण कोन कोन ग्रहण करिवे। उदाहरण को एग्जांपल को अछि जन्मदिन रे जन लोक गोटे भल गिफ्ट मते आनी देलार से लोक मते पसंद नहीं। अरे भाई मत तुमको डाकी तो नहीं आ तुम कौन नहीं भाई बढ़िया गिफ्ट आनी एटा। अरे तू तो पसंद नहीं तोर गिफ्ट मो काडे पसंद करबी किमते ग्रहण करबी। आई डोंट लाइक यू मैन, लाओ अपना अपना गिफ्ट उठाओ जाओ निकलो। जहां को आमे पसंद करूनु से जहा देले भी आमे काड ग्रहण करिब नाही भाई थैंक यू इट्स ओके दिस थैंक लीव इट धरन तो आपण को बापा को समस्त को आखि सामना रे अपमानित करथिबा जण लोक आपण को जन्मदिन रे किछ गिफ्ट पठाइले आपण ग्रहण करिवे कि करिवे कि मो डैडी को तुम एंती कहबो समस्त सामना रे प्लीज प्लीज अंकल आपण गिफ्ट नियंत चलंत प्लीज आपण दया कर आसंत नहीं। जदि आमे ग्रहण नहीं जीवो तो आमे हमर बापांकर अपमान हे जीवो सेठी एग्जांपल कहूची। सेमिति परमेश्वर कईन को तो पसंद करू नाहंती तार अर्पण कोडे पसंद करिवे। दैट्स द मेन थिंग अर्पण ऊपर नहीं सेठी पॉइंट। सेमिति आमे कोन गाउछु केते नाचुछु केते दान देउछु केते ताली बजाउछु एटा पछ कथा। प्रभु आमको आगे पसंद करूछंती कि एटा देखिबार ना हो। प्रभु सब पापी माने को पसंद करते काहे कईन को तो ग्रहण करले ना एटा कहउनांती भूल पड़ी देइछंती बाइबल सहारा लोक माने बाइबल को भूल पड़ी देइछंती। कईन को तो पसंद करले नहीं ग्रहण करले नहीं तार अर्पण कौन ग्रहण करिवे। एटा कईन जानी छी कईन को के जणाउछि तार विवेक जणाउछि। नोहंकर जल प्लावन बेले भी सेमिति लोक मानकर कर्म सबु मंद से मानकर विवेक से मान को जणाउछि। समस्त को सब शिखाई देबा दरकार नहीं लोक मन जानि छंती दे ऑल नो दिस। बहुत लोग जानि छंती हमर शिक्षा ठीक बोली कि मानिबा को कष्ट मानी देले डर लागी जीवो अब परिवर्तन हेबा को बाध्य बुझिले। बहुत जन जानि छंती परमेश्वर अछंती बोली जानि छंती यीशु ख्रीष्ट ही परमेश्वर बोली किंतु मानी नेले डर लगे से मानकर कर्म जेहेतु मंद से माने विचारित हो जिबे बोलिबा डर पाई रेमेडी कौन से मानक पाखरे थिबा रिलीफ कौन माने के जण कहे ना ईश्वर नाहंती मानते कहले कहले हां ठीक कहले भाई तुम कहले ठीक शांति लागला भाई ना माने तुम कहले ठीक शांति लागला। पीपल आर अगेंस्ट गॉड because they want to crush their conscience से मन कर विवेक को से मन चापी की तोड़ी की मोड़ी की काटी की से माने लुचाई की पोती की रखी छंती विवेक मरिबो नहीं मात्र आपण फील नो हेबा मात्र के विवेक मरी जीवो कि कोन पडिलो रोमियो 2:15 रे 2:16 रे 2:15-16 रे रोमियो 2:15-16 रे ओछन नहीं बाबू
କାରଣ ମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି। ମୋ ପଟେ ଦେଖନ୍ତୁ, ବ୍ୟବସ୍ଥା କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କର ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ। ମାନେ କଣ? ସେମାନଙ୍କର ହୃଦୟରେ ଲେଖା ଅଛି ପୁଣି କି ପରମେଶ୍ୱରଙ୍କୁ କଣ ପସନ୍ଦ କଣ ନ ପସନ୍ଦ। They know this, ଜାଣିଛନ୍ତି ସେମାନେ, କିନ୍ତୁ କେମିତି ବ୍ୟବହାର ଦେଖାଉଛନ୍ତି ଜାଣିନୁ ଆଜ୍ଞା, ଜାଣିନୁ କି? ମୋ ପଟେ ଦେଖନ୍ତୁ, ପ୍ରେଜ୍ ଦ ଲର୍ଡ। ଯକ୍ଷଙ୍କ ଘରକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗଲେ। ଆମେ ଜାଣିଛୁ ଯକ୍ଷ ଜଣେ ଭଲ ଭୟଙ୍କର କଣ ଥିଲା, ମାଇଜରେ କଣ କହିବି, ଜଣେ କଞ୍ଜୁସ ଥିଲା, ସେ ପରଗ୍ରାହୀ ଥିଲା, କଞ୍ଜୁସଟା ଥିଲା, ପଇସା ଲୁଟିକି ଖାଇବାର ଗୁଣ ତାର। ଓକେ, ସେଇ ମନରେ ତାଙ୍କୁ ଆସିଲା କି ପ୍ରଭୁଙ୍କୁ ଦେଖିବି ବୋଲି। ତ ଏମିତି ତାଙ୍କର କି ଭାଗ୍ୟ ଖୋଲିଗଲା, ସେଦିନ ପ୍ରଭୁଙ୍କୁ ଦେଖିବାଟା ହିଁ ପ୍ରଭୁ ନିଜେ କହିଲେ ତୁମ ଘରକୁ ଆସିବି ବୋଲି। ତ ଖୁସି, ଠିକ ଅଛି ଆସନ୍ତୁ ପ୍ରଭୁ, ଆସନ୍ତୁ ଘରକୁ ଆସନ୍ତୁ, ସବୁ ଚାଲିଛି, ପ୍ରଭୁଙ୍କୁ ଖିଆ ପିଆ ସବୁ ଦିଆ ହଉଛି। ଲାଷ୍ଟରେ ଦେଖିଦିଅ, ପଢିଦେଲେ ଭଲ, ଆମେ କେବେ ପଢିନୁ 24 ଘଣ୍ଟା ଯକ୍ଷ ବିଷୟରେ କଣ ଶୁଣିବୁ ବୋଲି କେବେ ପଢିନଥିଲୁ, ଆଜି ଟିକେ ପଢିଦେବା। 19:8। କିନ୍ତୁ ଯକ୍ଷ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ରମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ, ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। ବାସ୍, ଯକ୍ଷଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଛି ଶିକ୍ଷା ଦେଲେ କି? ସେଠି କିଛି ନାହିଁ, ଖାଇବାକୁ ଯାଇଛି ବସ୍, ବସ୍ ଖାଇବାକୁ ଯାଇଛନ୍ତି ପରମେଶ୍ୱର, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କ ସାଙ୍ଗରେ ଖାଇଲେ। ଆଉ ପ୍ରଭୁ ବାହାରିଲା ବେଳକୁ ସେ ନିଷ୍ପତ୍ତି ନେଉଛି ଯକ୍ଷ କି ମୋର ସମ୍ପତ୍ତିରୁ ଅଧା ମୁଁ ଗରିବ ମାନଙ୍କୁ ଦାନ କରୁଅଛି, ଆଉ 4 ଗୁଣ ଅଧିକ ଦେଇକି ଦାନ କରିକି ଛାଡିଦେବି। ପ୍ରଭୁ ତ କିଛି ଟିଚିଂ ଦେଇନାହାନ୍ତି ସେଠି। ଯକ୍ଷ, ଯଦି ତୁମ ଘରକୁ ମୁଁ ଆସିବାର ଅଛି, ତୁମ ଘରେ ମୁଁ ଯଦି ଖାଇବାର ଅଛି, ତାହେଲେ ତୁମେ ମନ ପରିବର୍ତ୍ତନ କରିବାର ଅଛି, ତୁମେ ପରିତ୍ରାଣ ପାଇବାର ଅଛି, ତାପରେ ତୁମର ଧନ ଯେତିକି ଲୁଟି ଖାଇଛ ସେ ସବୁ ପଇସା ବାଣ୍ଟି ଦେଲେ ଲୋକମାନଙ୍କୁ ମୁଁ ଆସିବି ବୋଲି ପ୍ରଭୁ କିଛି ବ୍ୟବସ୍ଥା ଦେଲେ କି? ନା। ଯକ୍ଷ ବି ପଚାରିଲେ କି ପ୍ରଭୁ ଆପଣ ମୋର ଘରକୁ ଆସିବା ପାଇଁ କଣ କଣ କଣ୍ଡିସନ ଅଛି, କିଛି ପଚାରିଲା କି? ଯକ୍ଷ ନାହିଁ, ପ୍ରଭୁ ନିଜେ କଲେ ଘରକୁ ଯିବା, ଚାଲ ଗଲେ, ଖାଇଲେ ପିଇଲେ, ଆଉ ଫେରିଲା ବେଳକୁ ବାହାରିଲା ବେଳକୁ ଯକ୍ଷଙ୍କର ସାକ୍ଷ୍ୟ ଏଟା। କେମିତି ହଉ? ପ୍ରେଜ୍ ଦ ଲର୍ଡ। ବିବେକ କାମ କଲା ସେଠି। କାହିଁକି? ଯକ୍ଷଙ୍କର ଆକାଂକ୍ଷା କଣ ଥିଲା, ମାନେ ଯୀଶୁଙ୍କୁ ଦେଖିବି ବୋଲି, ଦେଖିବି ବୋଲି ଆଶା। ସେ ଯୀଶୁ ଖାଉଥିଲା ନା କଣ, ଶିଷ୍ୟମାନେ ସବୁ ଖାଇ ଖିଆ ପିଆ ଆଉ କଥାବାର୍ତ୍ତା ହେଇକି ଖିଆ ପିଆ ହଉଥିଲା ବେଳକୁ ଯକ୍ଷ ବେଚାରା କଣ ଡାଲି ବାଡୁଛି ନା ଚିକେନ ବାଡୁଛି ନା କଣ ଜଣା ନାହିଁ, ଯୀଶୁଙ୍କୁ ଭଲରେ ମୁହଁରେ ଦେଖୁଛି, ଆଉ ମୁହଁରେ ମୁହଁ ପକାଇକି ଦେଖୁଛି। ଆଉ ମୁଁ ଏକ୍ସାମ୍ପଲ କହୁଛି, କେମିତି କଣ ହେଇଥିବ ସେଠି। ପ୍ରାୟ ପିତର ଖାଇ ଖାଇ ଯକ୍ଷଙ୍କୁ ଦେଖିଲା ବେଳକୁ ସେ ଯକ୍ଷଙ୍କର ଆଖିରେ ଡର ଦେଖା ଯାଉଛି। କଣ ଜହନ ଯକ୍ଷ କଣ ପାଇଁ ଏମିତି ଆସିଲା ବେଳେ ତ ଖୁସିରେ ଥିଲା, ତାର ମୁହଁ ଦେଖ, ଯକ୍ଷ କେମିତି ତାଙ୍କର ଫେସ ରେ କେମିତି ଅଛି, ମାନେ ଏମିତି ଦେଖା ଯାଉଛି ଖାଲି। ପିତର କହୁଛନ୍ତି ଜହନକୁ, ପ୍ରଭୁ କିଛି କହିଛନ୍ତି କି ତାଙ୍କୁ କଣ ଗାଳି କଲେ ନା କଣ? ତ ଜହନ କହିଲେ କେ ଜାଣେ, ପ୍ରଭୁଙ୍କୁ ପଚାର, ପ୍ରଭୁ ତୁମେ କଣ ଗାଳି କରଲ କି ଯକ୍ଷକୁ? ପ୍ରଭୁ କହିଲେ ଦେଖ ପରା, ଆମେ ସମସ୍ତେ ମିଶିକି ଆସିକି ଖାଇଲୁ, ବାହାରେ ପରା ପ୍ରଚାର କଲେ, ଏଠି କଣ ପ୍ରଚାର କରେ? କିଛି ତ ନାହିଁ, କଣ ପାଇଁ ସେମିତି? ଯକ୍ଷ ପାଖକୁ ଆସ ବୋଲେ ଆସୁନାହିଁ, ସାହସ ପାଉନାହାନ୍ତି ଯକ୍ଷ। ତ ସବୁ ଖାଇ ପିଇ ସାରିଲା ପରେ ବାହାରିବି ବୋଲିଲା ବେଳକୁ ପ୍ରଭୁ କହିଲେ ଯକ୍ଷ ଯାଉଛି, ଭଲରେ ରହ ବୋଲିଲା ବେଳକୁ ଯକ୍ଷ ଗୋଡ ଉପରେ ପଡିଗଲା, ପ୍ରଭୁ ମତେ କ୍ଷମା କର, ପ୍ରଭୁ ପ୍ଲିଜ ମତେ କ୍ଷମା କର। ପ୍ରଭୁ କହୁଛନ୍ତି କଣ ହେଲା ଯକ୍ଷ, କଣ ହ୍ୱାଟ ଇଜ ଦ ପ୍ରୋବ୍ଲେମ? ପ୍ରଭୁ ସବୁ ପଇସା ଛାଡିଦେବି, ପ୍ରଭୁ ତୁମକୁ ନମସ୍କାର କରୁଛି, ତୁମ ମୁଣ୍ଡିଆ ମାରୁଛି, ତୁମ ଗୋଡ ଧରୁଛି, ପ୍ରଭୁ ସବୁ ପଇସା ବାଣ୍ଟି ଦେବି, ପ୍ରଭୁ ଆରେ without any teaching, without any law,
somebody is repenting. Why? ବାକ୍ୟ ଗୋଟେ କଥା କହେ, ଗୀତ ସଂହିତା 90:8 ଟିକେ ପଢନ୍ତୁ। ଟାଇମ ହେଇଗଲା କି ଆମର? ଗୀତ ସଂହିତା 90:8। ତୁମ୍ଭେ ଆମ୍ଭମାନଙ୍କ ଅପରାଧ ଆପଣା ସମ୍ମୁଖରେ, ଆମ୍ଭମାନଙ୍କ ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ। Praise the Lord. ଯେଉଁ ଯକ୍ଷ ପ୍ରଭୁଙ୍କୁ ଦେଖିବି ବୋଲି ହେଉଥିଲା, ସେ ଦେଖିଦେଲେ ପ୍ରଭୁଙ୍କୁ। ତ ବାଇବଲ କହେ ପ୍ରଭୁଙ୍କର ମୁଖର ଦୀପ୍ତିରେ, ପ୍ରଭୁଙ୍କ ମୁଖର ସମ୍ମୁଖରେ କଣ ଦେଖାଯାଏ? ଆମ୍ଭମାନଙ୍କର ଗୁପ୍ତ ପାପ ଦେଖାଯାଏ। ତ ଧରନ୍ତୁ, ଯକ୍ଷ ପ୍ରଭୁଙ୍କୁ ଦେଖୁଛନ୍ତି, ପ୍ରଭୁ ଯକ୍ଷକୁ ଦେଖୁଛି। ପ୍ରଭୁ ଖାଉଛନ୍ତି, ଯକ୍ଷକୁ ଦେଖୁଛନ୍ତି। ସେ ଯକ୍ଷ ପ୍ରଭୁଙ୍କୁ ଦେଖୁଛି, ତାଙ୍କ ସ୍ତ୍ରୀକୁ କହୁଛି ସେ ଖଟ ତଳର ସେ ବସ୍ତା କାଢେ, ସେ ପଇସା ବସ୍ତା ବାହାର ରଖ। ପ୍ରଭୁଙ୍କୁ ଦେଖୁଛି, ସେ ଆଲମାରୀ ଭିତରେ, ସେ ଗୋଡରେଜ ଭିତରେ ସେ ଲୁଚାଇ କାଗଜ ପତ୍ର କାଢେ ବୋଲଛି ତାଙ୍କ ସ୍ତ୍ରୀକୁ। ପ୍ରଭୁଙ୍କୁ ଦେଖୁ ତାଙ୍କର ପାପ ସବୁ ଏକ୍ସପୋଜ ହେଇଯାଉଛି, ଯକ୍ଷଙ୍କର ଆଖି ସାମ୍ନାରେ ଦେଖାଯାଉଛି। ତ वहां पर प्रभु ଯକ୍ଷ को कन्विंस କରିବା ଦରକାର ବି ପଡିଲା ନାହିଁ। ଠିକ ସେ ପ୍ରକାର ପିତର ବି ଦେଖ, ଲୁକ 5 ପିତରଙ୍କର ଡଙ୍ଗାରେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚଢିଲେ, 5 ଅଧ୍ୟାୟ, ଲୁକ 5 ଅଧ୍ୟାୟ 8 ପଦ ପଢ। କିନ୍ତୁ ସିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ। ଦେଖନ୍ତୁ ଏଠି 5 ଅଧ୍ୟାୟ ପରେ ଆପଣ ମାନେ ଉପରୁ ପଢନ୍ତୁ। ଯୀଶୁ ଖ୍ରୀଷ୍ଟ ବାକ୍ୟ ପ୍ରଚାର କରିବା ପାଇଁ ସେ ସମୁଦ୍ର କୂଳରେ ଥିଲେ କି ନାଇଁ, ଗୋଟେ ଡଙ୍ଗାରେ ଚଢିକି କହିବି ବୋଲି ଦେଖିଲା ବେଳକୁ ପିତରଙ୍କର ଡଙ୍ଗା ଖାଲି ଥିଲା। ବାକି ସମସ୍ତଙ୍କର ଜାଲ ଫାଲ ମାଛ ଫାଛ ଭର୍ତ୍ତି, ପିତରଙ୍କର ମାଛ ନାହିଁ, ଖାଲି ଥିଲା ବୋଲି ଚଢିକି ପ୍ରଚାର କଲା ବେଳକୁ ଇଏ ପିତର କଣ କରୁଥିଲେ? ଆପଣ ଜାଲକୁ ସଫା କରୁଥିଲେ। କଣ ଏଟା ରାତି ସାରା ଧରିଲେ, ସେନା ଗୋଟେ ମାଛ ଧରା ପଡିଲା ନାହିଁ, ସେ ବେଙ୍ଗ ସାପ ଛଡା କିଛି ନାହିଁ ବୋଲି ସବୁ ସଫା କରୁଥିଲେ। ସବୁ ହେଲା ପରେ ପ୍ରଭୁ କହିଲେ, କଣ ରେ ପିତର କିଛି ଧରିଲ ନାହିଁ କି? ଗୋଟେ କାମ କର, ଆଉ ଥର ଭିତରକୁ ଯିବା ବୋଲାରୁ ପିତର କହୁଛନ୍ତି, ପ୍ରଭୁ ଆମେ ଦିନ ବେଳେ ତ ଆମେ ମାଛ ଧରୁନୁ, ଆମେ ରାତି ବେଳେ ଧରିଥାଉ। ତ ପ୍ରଭୁ କହିଲେ, ଚାଲ, ମୁଁ ତ କହୁଛି ଚାଲ ବୋଲି। ସେମାନେ ଗଲେ ଭିତରେ, ପ୍ରଭୁ କହିଲେ ତୁମେ ଏପଟେ ଜାଲ ପକାଅ ବୋଲାରୁ ଜାଲ ପକାଇଲାରୁ ମାଛ ଆସିଲେ। ତ ଏଠି ଗୋଟେ ବ୍ଲେସିଂ କାମ ହେଲା, ସମଥିଙ୍ଗ ବ୍ଲେସିଂ। ଆଉ ମାଛ ଟାଣିଲା ପରେ ପିତର କଣ କହୁଛନ୍ତି ପ୍ରଭୁ? I received blessing बोलले कि how many of you want to get received blessing right now today? ଏମିତି ପ୍ରଚାର ହେଇନି ସେଠି କିଛି। ପିତର ଦେଖିଲେ ଆଉ ଗୋଟେ ଆଶୀର୍ବାଦ ତାଙ୍କୁ ଅନୁତାପ ଆଣିଦେଲା। ଆଉ ପିତର କହିଲେ, ମୋ ଭଳି ପାପୀଙ୍କର ଡଙ୍ଗାରେ କାହିଁକି ଆସିଲ ପ୍ରଭୁ? ପଳାନ୍ତୁ, ଆପଣ ପଳାନ୍ତୁ, ମୋ ଭଳି ପାପୀ ପାଖରେ ରୁହନ୍ତୁ ନାହିଁ। ଲର୍ଡ ପ୍ଲିଜ ଲିଭ୍ ମି ଅଲୋନ୍, ମୁଁ ପାପୀ ଅଟେ। How people are getting convinced? ଲୋକମାନେ କେମିତି କନଭିନ୍ସ ହେଇପାରୁଛନ୍ତି? my brother sister, presence of God। ସତରେ ଆପଣଙ୍କର ପ୍ରାର୍ଥନାରେ, ସତରେ ଗୋଟେ ସଭାରେ, ସତରେ ଗୋଟେ ଚର୍ଚ୍ଚରେ ପରମେଶ୍ୱରଙ୍କର ଉପସ୍ଥିତି ଆସିଲା ମାନେ ପ୍ରଚାର ଦରକାର ନାହିଁ ଆଜ୍ଞା। You will repent। ଲୋକମାନେ ଅନୁତାପ କରିବେ। They feel the presence। ପାପିନୀ ସ୍ତ୍ରୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପାଦ ଧରି, କେ କିଛି ନ କହୁନୁ କାହିଁକି କାନ୍ଦିନା ମୁଁ ପାପୀ ବୋଲି। ପ୍ରେଜେନ୍ସ ଅଫ ଗଡ୍। ବ୍ୟବସ୍ଥା ଦରକାର। ତୁ ପାପୀଟା, ତୁ ଅମକ ବାକ୍ୟ ଅନୁସାରେ ତୁମେ ପାପ କଲ, ଅମକ ବ୍ୟବସ୍ଥାର ଅମକ ପଦପର୍ବ ଅନୁସାରେ ଏଟା ପାପ ବୋଲି ବୁଝାଇବା ଦରକାର ହିଁ ନାହିଁ ପ୍ରଭୁଙ୍କୁ। ଏ ସମସ୍ତେ ଯେତେ ଜଣ
ପାତାଳରେ ଥାଇକି ଶୈତାନର କଥା ଶୁଣିକି ପ୍ରଭୁ ଭୁଲ କଲେ, ଏଟା ପ୍ରଭୁ ଭୁଲ କଲେ, ପ୍ରଭୁ ଦୋଷ କଲେ, ତାଙ୍କର ସ୍ୱାର୍ଥ ଏଟା, ତାଙ୍କର ମୁଖାପେକ୍ଷା ଏଟା, ତାଙ୍କର ଇଏଟା, ତାଙ୍କର ଗର୍ବ, ଏଟା ସବୁ ଯେତେ ଜଣ ପାଟି କରୁଛନ୍ତି ପାତାଳରେ, ଆଇ ହେଟ୍ ଗଡ୍, ଆଇ ହେଟ୍ ଗଡ୍, ମୁଁ ଘୃଣା କରେ ପରମେଶ୍ୱରଙ୍କୁ ବୋଲି, ସମସ୍ତଙ୍କୁ ଠିଆ କରିକି ପରମେଶ୍ୱର ଯେତେବେଳେ ଠିଆ କଲେ, ज्यादा कुछ विचार विचार किछ नहीं, प्रभु खाली सेମାନଙ୍କୁ ଦେଖିବେ और ସେମାନେ प्रभु को ଦେଖିବେ, चुप ହେଇଯିବେ और प्रभु पचारबे क्या बोलते हो, प्रभु मु पापी, प्रभु मते छाड़ दियो। गोटे कथा हो, प्रभु को किछि क्लैरिटी देबा दरकार ही नहीं, they will see God and they will hate themselves। शैतान रो कथा काम देबो नहीं हो। My brother, sister, the presence of God makes us repent, the very presence of God, परमेश्वर सानिध्य आम पाप को प्रकाश कर दिए आज्ञा, और किछु दरकार नहीं, प्रचार भी दरकार नहीं, अपन निजे जानी देबे कि भूल थिला आज्ञा, मु जानि छी, केमती जानि छ, एटा केमती जानि छ, मु तो जानि पारली आ, बाइबल देखाइबार अछि कि केतटा पाप, अमकोटा सिगरेट पीबाटा पाप कि काई बाइबल रु देखाओ, बाइबल रो देखाइबा दरकार नहीं भाई, हमें जानि छु, केमती जानि छु, हमें फील करलु प्रभुकर सानिध्य रे, नहीं सिनेमा देखिबाटा पाप कि, सिनेमा हॉल को जीवाटा पाप कि, बाइबल रो दिखाओ तो बाइबल रो सिनेमा कथा लिखा है नहीं, सिगरेट रो कथा लिखा है नहीं, ड्रग्स विषय लिखा है नहीं, केमती पाप बोलछो। We can feel the presence of God। केतटा कथा व्यवस्था रे नथिले भी हमें जानि छु, पवित्र आत्मा जणांती आ हम विवेक को जणाए एटा ठीक करलु नहीं रे, हैं जण लोक आसला हम घर को बोलंतु गुटे मंद लोक हमें जानिनु, फील ताको देखले ठीक लागु नहीं पर लागुथिबो, ए लोकन को देखले तो ठीक लागु नहीं का, भाई जीवा चलो जीवा हमको काम करिबा, हमको एटा आनली, एटा पैसा रखो भाई बोल कहउथिबो, हम देखले ताको देखले दुष्ट लोक बोल कहबार रीजन किछ देखा जाने, भलो भद्र है कि आछि, हमको किछ दान देबा पे इच्छा करछि, नले भलो भलो कथा कहउछि, आगे आपण करो हम चर्च फर्च कर देबो, एमते सेमते कहउछि, किंतु मन भीतर कोन लागुछि, इसको देख का तो ठीक नहीं लग रहा, तब ए लोकटा दुष्ट बोली बाइबल लिखा होछि कि नहीं, हमें जानि छु कि if we have the presence of God with us, हमें परमेश्वरंकर सानिध्य को अनुभव करी जानिले, जानि देबु जण लोकन को एटा ठीक लागुने, आगे ओके सर, ओके ब्रदर, मो आपन को दरकार थिला, आपन को जणाइबे, आपन जानते बोली पठाई देथाओ। सब कुछ लिखा नहीं होता, you have to feel God। प्रभु को फील करले आपन जानिबे कि कोटा भूल कोटा ठीक बोल। एही विचार रे पाताल रे जे पाताल रे थिबा पापी माने जेते जण परमेश्वर को ही भूल थिला बोली भाबु छंती, से मन समस्त ठिया हला बेल को परमेश्वर किछि करिबे, चुप लम सेमते बसिबे और समस्त को आखिर आखि देखिबे, एंती देखला बेल को से माने निजे तो आउ एंती एंती करिबे, आ आखिर आखि पका के देखि पारिबे नै, प्रभु याडे देखला बेल को से माने याडे देखतबे, कोन भाई सेठी कोन अछि, प्रभु कहतबे यार देखो, यार देखो बाबू यार देखो, नाइ प्रभु थाओ, कोन भाई यार देख परा, केतरा स्त्री रखिछो देख मो पर देख, बोलला को नाइ प्रभु थाओ, प्रभु माँ बापा को न कहि के लुचि लुचि कोन करथिलो घरे, देख मो पर देख, बोललो रे नाइ प्रभु थाओ, प्रभु देख पारिबि नै, कोन भाई तांको मुख देखि देले से मानकर रहस्य पाप सब बाहरी पड़ी, they can't see God। सेति पे बाइबल कहे शुद्ध चित्त लोके धन्य, कारण से माने ही ईश्वरंकर मुखर दर्शन करिवे, they shall see God unless your heart is holy, unless your heart is not holy। जे पर्यंत हृदय पवित्र है नहीं, तांको मुख को आखिर आखि लगाई कि देखि पारिबो नहीं। लॉर्ड प्रेज द लॉर्ड, प्रभु प्रभु तुमको देखि खुशी लागुछि बोली कहिबार अछि, माने हृदय केमते थिबार अछि पुणी। आउ ये हेब्री 12:14 विषय कथा कहे, पवित्रता विहीन एही परमेश्वर को देखि पारिबे। हां बाबू, समस्तଙ୍କ ସହିତ
ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ ସେଥିର ଅନୁସରଣ କର। ପବିତ୍ରତା ବିହୀନ କେହି ପରମେଶ୍ୱରଙ୍କର କଣ ବାବୁ ଦର୍ଶନ ପାଇବ ଦର୍ଶନ ନାହିଁ। ଦର୍ଶନ ଲେଖା ଅଛି ଓଡିଆରେ, ଆକ୍ଚୁଆଲି କେହି ପରମେଶ୍ୱରଙ୍କୁ ଦେଖିବ ନାହିଁ। Nobody can see God without holiness. ଆମେ କରୁଥିବା ଦରିଦ୍ର କାମ ଜାଣିଥିବା ଗୋଟେ ଅଙ୍କଲ କୁ ଦେଖିକି ଆମେ ଛିଡାଇ ପାରିବ କି ସାମ୍ନାରେ, ତାଙ୍କ ସାମ୍ନାରେ? କୋ ରାତି ବେଳେ କୋ ବସ ଷ୍ଟାଣ୍ଡ ରେ କୋ ସାଙ୍ଗମାନ ସହିତ କୋ ଦରିଦ୍ର କାମ କଲୁ, ଗୋଟେ ଅଙ୍କଲ ଦେଖିଦେଲେ ବୋଲ ପଡିଶା ଘର ଅଙ୍କଲ, ସକାଳୁକୁ ସେ ଅଙ୍କଲ ଯେତେବେଳେ ଆମ ଘରକୁ ଆସି ବସିବ, ଆମ ବାପାଙ୍କ ସହିତ କଥା ହଉଥିବ, ଆମେ ସାମ୍ନାରେ ଯାଇକି ସେ ଅଙ୍କଲକୁ ନମସ୍କାର ଅଙ୍କଲ ବୋଲି କହିପାରିବୁ କି? ସାହସ ଅଛି, ଦମ ଅଛି କି? So this is the very simple ବିଚାର। ଓକେ, ଆମେ ଶେଷ କରିବା। ପ୍ରକାଶିତ 20:13 ପଦ ଅର୍ଥରେ ପଢ ବାବୁ। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ, ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। Praise the Lord। ତ ସେମାନଙ୍କର କର୍ମ ସବୁ ପ୍ରକାଶ ପାଇବ, ଗୋଟେ ଡିସପ୍ଲେ, ଗୋଟେ ସ୍କ୍ରିନ୍ ପଡିବ। ତ ପ୍ରଭୁ କହିବେ ଲୋକମାନଙ୍କୁ, ବାବୁ क्या बोलता है? तो जे मन चुपचाप प्रभु मु पापीटा मु जानिदेली प्रभु, कौन के कौन गोटे एमती फिलिंग अच्छी कि एटी पाद पकाऊ पकाऊ मु जानिदेली मु मोर भूल कौन, प्रभु प्रकाश करो नहीं प्रभु लाज लागुछि बोलिबे। और केत जण जे माने कि ना मु की भूल कली एमती एमती करथिबे, प्रभु को मुख देखले अनुताप आसीबो, से मन देखु नथिबे, एमती ना मु किछ करिने बोलथिबे, प्रभु देखाई देबे सेमानकर विवेक, सेमानकर रहस्य, दोष, पाप, दरिद्रता सबु स्क्रीन रे डिस्प्ले हेबो। जते बेले सेते बेले ते लाज करिवे सेमाने और कहंतु नै, तो सेमानकर कर्म अनुसार सेमाने विचारित है। ओके, तापरे 14 पद। तत्परे मृत्यु ओ पाताळକୁ ଅଗ୍ନିମୟ ହ୍ରଦରେ ପକାଗଲା, ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ। बस बस देखंतु, मृत्यु ओ पाताल अग्निमय हृदय पकाई दिया गला। काहा को? पाताल रे जेते जण अछंती से माने समस्ते से पाताल सहित पैकेज सहित काढी की अग्निमय हृदय पकाई देबे। एटा तो जानिछु, बुझिलु। पृथ्वी भितरे थिबा पाताल और से भितरे थिबा मनुष्य, ए माने समस्त मिसिकी अग्निमय हृदय आउ गोटे नरक रे पड़िबे, द्वितीय मृत्यु। एटा गोटे मृत्यु बोलला बेलका आउ गोटे डबल दंड मिलिबो से मानको। आउ इट इंटरेस्टिंग कथा कोन माने मृत्यु नामक व्यक्ति को मध्य पाताल रे पकाई दिया जीवो। आमे प्रकाशित 6-7 रे पढुथिलु कि मृत्यु वो किए पुणे जणे व्यक्ति बोली सुनिलु। आमे मृत्यु भी जणे व्यक्ति अटे, और मृत्यु पछरे पाताल अछि बोली सुनिथिलु आमे। तो मृत्यु नामक व्यक्ति को मध्य पाताल रे पकाई दिया जीवो, जहां बाइबल कहे परमेश्वर शेष रे काहा को विनाश करिवे, शेष रे विनष्ट करा जाइथिबा, शेष रे विनष्ट करा जाइथिबा शत्रु अटे मृत्यु। प्रथम कोरिन्थी 15:26 15:26 प्रथम कोरिन्थी। शेष शत्रु स्वरूपे मृत्यु को लोप कराजिब। बस 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 बस, शेष शत्रु के माने मृत्यु, ताकू नहीं कि पाताल रे पकाई देबे। ऑलरेडी थिबा पाताल को नहीं कि अग्निमय हृदय रे पकाई देबे, मृत्यु को नहीं कि अग्निमय हृदय रे पकाई देबे। सेथिपई 21 अध्याय स्टार्ट हल्ला पर लिखा अछि मृत्यु आ रहिबो नाही। प्रेज द लॉर्ड। आओ मृत्यु नाही, सहस्र वर्ष शासन रे भी मृत्यु थिला। तेणुकरी सहस्र वर्ष शासन शेष हल्ला परे समस्त मृत मान को विचार कला परे
ऑलरेडी पाताल थिबा लोक मानकु विचार कला परे मृत्यु को मध्य लोप करि दिया जिवो ताको मध्य अग्निमय हृदय पकाई दिया जिवो आ तापरे अनंत जगत से शेष वर्ड पढ़ दियो 20-15 ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। ଯାହାର ନାମ ଜୀବନ ଜୀବନ- ପୁସ୍ତକରେ ଲେଖା ଗଲା ଦେଖା ନ ଗଲା ସେମାନଙ୍କୁ ମଧ୍ୟ ଅଗ୍ନିମୟ ହ୍ରଦରେ ପକାଇ ଦିଆଗଲା। ତ ସବୁ ପାପୀ ମାନେ ମୃତ୍ୟୁ ପାତାଳ ସମସ୍ତେ ଅଗ୍ନିମୟ ହ୍ରଦରେ ପକାଇ ଦିଆଗଲା ପରେ 21 ଅଧ୍ୟାୟ ଆରମ୍ଭ ହେଲା। ନୂତନ ପୃଥିବୀ ନୂତନ ଆକାଶ ଗୌରବର ଅନନ୍ତ କାଳ ଗ୍ଲୋରିୟସ୍ ଇଟର୍ନିଟି ମୃତ୍ୟୁ ଆଉ ରହିବ ନାହିଁ। ପ୍ରେଜ୍ ଦ ଲର୍ଡ। ତେଣୁ ସୋ କାଲିଠୁ 21 ଅଧ୍ୟାୟ ମାନେ ଷ୍ଟାର୍ଟ କରିବା। ପ୍ରେଜ୍ ଦ ଲର୍ଡ। ଆଶା କରୁଛି ଆପଣ ମାନେ ବୁଝି ପାରିଥିବେ ବୋଲି। ଚକ୍ଷୁ ବନ୍ଦ କରିବା ପ୍ରାର୍ଥନା କରିବା। प्रेज द लॉर्ड हालेलुया। धन्यवाद 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 धन्यवाद। प्रेमिक स्वर्गस्थ पिता तुम्हारी पवित्र नाम को धन्यवाद देउछि ए सुंदर समय पाई प्रभु तुम्हारी अनुग्रह पाई धन्यवाद तुम्हारी वाक्य पाई धन्यवाद। जेते जण बुझी छंती से मन को आशीर्वाद करो जे माने बुझी पारि नांती से मन को अनुग्रह करो वाक्यर गभीरता रे बुझिबा पाई गभीरता को जाई कि बुझिबा पाई तुम्हें अनुग्रह ज्ञान आउ पवित्र आत्मांकर दान प्रदान करो साहाଯ୍ୟ करो समस्त का आशीर्वाद करो। हाँ प्रभु सबु किछि दुष्टता मृत्यु पाताल अंधकार सब लोप पाइला परे जो गौरवर अनंत कालर जगत उपस्थित हेबाकु जाउछि प्रकाश पाइबाकु जाउछि से अनंत गौरवर राज्य निमंते आम मानकु प्रस्तुत करो बोली प्रार्थना करुछि। 20 अध्याय शेष करिया पे अनुग्रह कलो साहाଯ୍ୟ कलो धन्यवाद देउछि। असंता काली 21 अध्याय 22 अध्याय प्रभु अध्ययन करने को जाऊँ हमको साहाଯ୍य करो अनुग्रह करो समस्त को आशीर्वाद करो तुम्हारी आगमन पाई प्रस्तुत करो गौरव पाओ। धन्यवाद दे प्रार्थना प्रभु यीशु ख्रीष्टंकर पवित्र नाम रे मागिली पिता आमेन। एते बेले पिता परमेश्वरंकर प्रेम पुत्र प्रभु यीशु ख्रीष्टंकर असीम अनुग्रह पवित्र आत्मांकर शांति सहायता सहभागिता प्रभुंकर गौरवमय द्वितीय आगमन पर्यंत आम समस्तंकर सदा सहवर्ती हुंतु आमीन। यीशु का नाम रे जय यीशु का रक्त रे जय काल्वरी क्रूस रो जय हालेलुया हालेलुया हालेलुया। प्रेज द लॉर्ड। गॉड ब्लेस यू। प्रभु आपण मन को आशीर्वाद करंतु।